ओके ए पेंटिकस्ट पर्व प्रभु जीशुଙ୍କ पुनरुत्थान पर से पुनरुत्थान दिन बा रविवार दिन ठू जितेबाला गणना करा जाए ठीक 50तम दिवस पुनर्बार एक रविवार रे पेंटिकस्ट पर्व पड़ी था पालन होता है या आम हिब्रू रे साबोथ बोली कही था। तो पेंटिकस्ट पर्व आपण प्रेरित पुस्तक तार 2 अध्याय पाइपर पूरा संपूर्ण आपण आज 2 अध्याय को पढ़ी पारे तेरे मु पूरा 2 अध्याय आपण को पढ़ेबा चाहूनी तार किछि अंश केवल आमे पाठ करिबा 1 पदरु टिके आमे तळ को पाठ करिबा। पेंटिकस्ट दिवस उपस्थित हुए समस्ते एक स्थान रे समावेत थिले आ प्रबल बेगरे बहुथबा प्रचंड पवनर शब्द तुल्य गोटे शब्द अकस्मात आकाशरू आसी जे गृहरे से माने बसिथिले ସେହି गृहर सर्वत्र व्यापी गला ଆଉ ଅଗ୍ନି ସାଦୃଶ୍ୟ ଜିହ୍ବା ଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ଏହି ସମୟରେ ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଆଗତ ହୋଇ ଜେରୁସାଲେମରେ ବାସ କରୁଥିବା ଭକ୍ତ ଯିହୁଦୀମାନେ ସେ ପାଖରେ ଥିଲେ। ଆଉ ସେହି ଶବ୍ଦ ହୁଅନ୍ତେ ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ। ପୁଣି ସେମାନେ ଆଚମ୍ବିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି ସେମାନେ କ'ଣ ଗାଲିଲୀୟ ନୁହନ୍ତି? ତେବେ ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷା କଥା ଶୁଣୁଅଛୁ? ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି ମେସୋପୋତାମିୟ, ଜିହୁଦା ଦେଶ ଓ କାପାଦକିଆର ଅନ୍ତ ଓ ଆସିଆ, ଫ୍ରୁଗିଆ ଓ ପମ୍ଫୁଲିଆ, ମିଶର ଓ କୁରେଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆଗତ ଯିହୁଦୀ ଓ ଯିହୁଦୀବାଲମ୍ବୀ ପ୍ରବାସୀ, ପୁଣି କ୍ରେତୀୟ ଓ ଆରବୀୟ ଲୋକ ଯେ ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ୱରଙ୍କ ମହତ୍ କର୍ମର କଥା କହିବା ଶୁଣୁଅଛୁ। ଆଉ ସମସ୍ତେ ଆଚମ୍ବିତ ଓ ହତବୁଦ୍ଧି ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କ'ଣ? କିନ୍ତୁ ଅନ୍ୟମାନେ ବିଦ୍ରୂପ କରି କହିଲେ, ଏମାନେ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି। କିନ୍ତୁ ପିତର ଏକାଦଶଙ୍କ ସହିତ ଠିଆ ହୋଇ ଉଚ୍ଚସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ, ହେ ଯିହୁଦୀ ଲୋକ ଓ ଜେରୁସାଲେମ ନିବାସୀ ସମସ୍ତେ, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ ଓ ମୋହର କଥାରେ କର୍ଣ୍ଣପାତ କରନ୍ତୁ। କାରଣ ଆପଣମାନେ ଯେପରି ମନରେ କରୁଅଛନ୍ତି ଏମାନେ ସେପରି ମାତାଲ ନୁହନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ 9 ଘଣ୍ଟା ମାତ୍ର। କିନ୍ତୁ ଜୋଏଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି ଏ ସେହି ଘଟଣା। हाँ एति था तेबे आमे ए अंशरे पाठ कलु आमे देखुछे जे प्राय इठी 15टी देश रो लोक माने एकाठी होउछंती आ माने जिहुदी माने अटंती सेमानंकर पेंटिकस्ट डे रे एकाठी हेबार नियम थिला आ सेही प्रमाणे समाने एकाठी हेइछंती जेतेबेले पवित्र आत्मा सेमानक उपरे ओल्हौछंती वाक्य आकार रे सेमानकर जिह्वा गुड़िक अग्नि सदृश कौन होउछि ना विभिन्न भाषा रे एठी आमे देखुछि 15 प्रकार देशर लोक माने काटी होउछंती विभिन्न भाषा रे से माने ईश्वरकर महिमा करबा को लागिछंती ईश्वरक महिमा को बखाणीबारे लागिछंती कहिबारे लागिछंती आ सेही समय रे आमे देखु एमाने आश्चर्य होउछंती आ कहउछंती एमाने निश्चय माताल हेतिबे किंतु पितर कहउछंती सकाळ 9टा ही बाजी अछि। तो वेरी अर्ली 120 जन अछंती प्रभुंक माँ भी सेठी अछंती मरियम आउ सेमाने छात ऊपर अछंती गोटे घर रे ऊपर कोठरी रे सेमाने एकाठी अछंती
ଯେମିତି ସେମାନଙ୍କୁ କୁହାଯାଇଥିଲା ପ୍ରେରିତ 1:8 ପଦରେ, ତୁମେ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ଆତ୍ମାଙ୍କୁ ଅର୍ଥାତ୍ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହୋଇନାହ ତୁମେ ଏଇଠାରେ ଥାଅ। ଯେତେବେଳେ ଈଶ୍ୱରଙ୍କ ଆତ୍ମାଙ୍କୁ ତୁମେ ପାଇବ ଆଉ ସେତେବେଳେ ତୁମେ ଜେରୁସାଲେମଠୁ ଆରମ୍ଭ କରି ଜିହୁଦା ପ୍ରଦେଶଠୁ ଆରମ୍ଭ କରି ସମଗ୍ର ପୃଥିବୀର କୋଣ ଅନୁକୋଣରେ ତୁମେ ସୁସମାଚାରକୁ ନେଇକି ପହଞ୍ଚାଇବ। ପ୍ରତି ଗାଁ ଗାଁରେ ତୁମେ ନେଇକି ଏଇ ମେସେଜକୁ ପହଞ୍ଚାଇବ। ଆଉ ସେଇମାନେ ଅପେକ୍ଷାରେ ଥିଲେ କିପରି ଶକ୍ତିଯୁକ୍ତ ହେବେ। ଆଉ ଜିହୁଦୀମାନେ ଯଦି ଆମେ ଦେଖିବା, ଏଇଟା ତ ଆମେ ଦେଖୁଛେ ଶିଷ୍ୟମାନଙ୍କ କଥା, ଜିହୁଦୀମାନଙ୍କ କଥା ଯେତେବେଳେ ଆମେ ଚିନ୍ତା କରୁ, ସେମାନେ ମଧ୍ୟ ପେଣ୍ଟିକଷ୍ଟ ପର୍ବ ପାଳନ କରୁଥିଲେ। 50ତମ ଦିନକୁ ସେମାନେ ଅପେକ୍ଷା କରୁଥିଲେ, କାରଣ ସେମାନଙ୍କର ଯେଉଁ ପର୍ବ ଗୁଡ଼ିକ ଥିଲା 7ଟି ପର୍ବ, ସେଇ 7ଟି ପର୍ବ ମଧ୍ୟରୁ ଇଏ ଥିଲା ତୃତୀୟ ପର୍ବ। ଆଉ ୟାକୁ ଫସଲ ଅମଳର ପର୍ବ ବୋଲି କୁହାଯାଏ। ଲେବି 23 ଅଧ୍ୟାୟରେ ଆମେ ତାକୁ ଦେଖିପାରିବା। ତେବେ ଏଇ ଫସଲ ଅମଳର ପର୍ବ ସମୟରେ ସେମାନେ ଯେତେବେଳେ ଏକାଠି ହେଉଥିଲେ, ସେହି ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ସେମାନଙ୍କର ବିଡ଼ା ଗୁଡ଼ିକ ଆଣିକି ସେମାନେ ଦୋହଲଉଥିଲେ, ଉପରେ ହଲାଉଥିଲେ ଆଉ ଦେଖାଉଥିଲେ ଯେ ପରମେଶ୍ୱର ସେମାନଙ୍କୁ ଫସଲ ଅମଳ କରିବା ପାଇଁ କ'ଣ କରିଛନ୍ତି ନା ସାହାଯ୍ୟ କରିଛନ୍ତି। ଖାଲି ତାହା ନୁହେଁ, এই 50ତମ ଦିବସ ସେମାନଙ୍କର ମୁକ୍ତି, ସେମାନଙ୍କର ଉଦ୍ଧାରକୁ ଦେଖାଉଛି। କାରଣ 50 ଶବ୍ଦର ଅର୍ଥ ହିଁ ମୁକ୍ତି ଅଟେ। ଅର୍ଥାତ୍ ସେମାନେ 7 ସପ୍ତାହ ଗଣନା କରୁଥିଲେ, 749, ଆଉ ତା ପରଦିନ 50ତମ ଦିବସରେ ପରମେଶ୍ୱରଙ୍କର ମହିମା କରୁଥିଲେ। ଆଉ ଜିହୁଦୀମାନେ ଏଇ ଦିନରେ ଋତଙ୍କ ପୁସ୍ତକକୁ ପାଠ କରନ୍ତି, କାରଣ ଋତ ଯେତେବେଳେ ଯାଉଛନ୍ତି, ଆପଣ ଦେଖିବେ ଋତ 2 ଅଧ୍ୟାୟରେ ତା ଫସଲ ଅମଳର ସମୟ ଥିଲା। ସେ ମଧ୍ୟ ଶସ୍ୟ ସାଉଁଟିବାକୁ ଯାଇଥିଲେ ବୋଆଜଙ୍କ କ୍ଷେତକୁ। ତ ଏଇ ପେଣ୍ଟିକଷ୍ଟ ପର୍ବ ଦେଖାଏ ଯେ ମଣ୍ଡଳୀକୁ ମଧ୍ୟ ପ୍ରଭୁ ସାଉଁଟିବେ। ଆଉ କେଉଁ ଦିନ ସାଉଁଟିକି ନେବେ? ଏଇ ପେଣ୍ଟିକଷ୍ଟ ଡେରେ ସାଉଁଟିକି ନେବେ। ତେଣୁ ଏଇ ପେଣ୍ଟିକଷ୍ଟ ଡେ ଗୁରୁତ୍ୱପୂର୍ଣ୍ଣ ଅଟେ, ୟାକୁ ସାବତ ବୋଲି କୁହାଯାଏ। ତେବେ ଏଇଠି 4ଟା ବିଷୟକୁ ଆମେ ଧ୍ୟାନ ଲଗାଇବା। ପ୍ରଥମ ବିଷୟ ହେଉଛି 50ତମ ଦିବସରେ କ'ଣ କ'ଣ ହେଇଛି। 50ତମ ଦିବସରେ ଆମେ ସିନା ପର୍ବତରେ ଯେତେବେଳେ ମଉସା ପହଞ୍ଚୁଛନ୍ତି, ସେତେବେଳେ ସେମାନେ ବ୍ୟବସ୍ଥାକୁ ପାଉଛନ୍ତି। ଦ୍ୱିତୀୟରେ ଫସଲ ଅମଳର ପର୍ବକୁ ସେମାନେ ପାଳନ କରୁଛନ୍ତି 50ତମ ଦିବସରେ। ତୃତୀୟରେ ପେଣ୍ଟିକଷ୍ଟ ଦିବସରେ ଆମେ ଏବେ ପାଠ କଲେ ଯେ ପବିତ୍ର ଆତ୍ମା ଓହ୍ଲେଇକି ଆସିଲେ ଆଉ ମଣ୍ଡଳୀର ଜନ୍ମ ହେଉଛି। ତେଣୁ ଆଜି ମଣ୍ଡଳୀର ଜନ୍ମଦିନ ଭାବରେ କାଁ ଭାଁ, ସବୁ ଚର୍ଚ୍ଚରେ ନୁହେଁ, କାଁ ଭାଁ ଚର୍ଚ୍ଚରେ ୟାକୁ ସେଲିବ୍ରେସନ୍ କରାଯାଏ। ଆଉ ଚତୁର୍ଥରେ ପେଣ୍ଟିକଷ୍ଟ ପର୍ବରେ ମଣ୍ଡଳୀ ଉଠାଯିବ। ତ ଏଠି 4 ପ୍ରକାରର କଥା, 4 ପ୍ରକାର ସ୍ଥିତିକୁ ଆମେ ଆଜି ଧ୍ୟାନ କରୁଛେ ବା ଅନୁଧ୍ୟାନ କରୁଛେ। ତେବେ ପ୍ରଥମ ଯଦି ଆମେ ଚିନ୍ତା କରୁ 50ତମ ଦିବସରେ ସିନା ପର୍ବତରେ ପହଞ୍ଚିବାର କଥା, ଯଦି ଆମେ ୟାକୁ ଧ୍ୟାନ ଲଗାଉ, ତେବେ ଆପଣ ଯାତ୍ରା ପୁସ୍ତକ 19 ଅଧ୍ୟାୟ ତାର 9ରୁ 11 ମଧ୍ୟରେ ୟାକୁ ପାଇପାରିବେ। ତେବେ ଯଦି 19 ପଦରେ ଆପଣ ଦେଖିବେ, ମିଶରରୁ ସେମାନେ ବାହାରୁଛନ୍ତି। ଆଉ ଗଣନା ହିସାବ କରିକି ଆପଣ ଯଦି ଦେଖିବେ, ତାହେଲେ 50ତମ ଦିବସରେ ପରମେଶ୍ୱର ସେମାନଙ୍କ ନିକଟରେ ଗୋଟିଏ ବ୍ୟବସ୍ଥାକୁ ରଖୁଛନ୍ତି, ଯେଉଁଟାକି ଆପଣ ଯାତ୍ରା 19 ଅଧ୍ୟାୟର 1 ପଦ ଆଉ 10 ପଦକୁ ପାଠ କଲେ ବୁଝିପାରିବେ କିପରି ପରମେଶ୍ୱର ତାଙ୍କ ସହିତ କଥା ହେବା ପାଇଁ ଓହ୍ଲାଇ ଆସୁଛନ୍ତି ଆଉ ତାଙ୍କୁ ପବିତ୍ର କରିବା ପାଇଁ କହୁଛନ୍ତି। ଆଉ ଏଇ ଦିନର ଗଣନା କଲେ କେତେ ହେଉଛି ନା 50 ହେଉଛି। ଯେମିତି ପ୍ରଭୁଙ୍କ ପୁନରୁତ୍ଥାନର ଠିକ୍ 50ତମ ଦିବସରେ ପ୍ରେରିତ 2 ଅଧ୍ୟାୟ 1ରେ ଆମେ ପାଠ କଲେ ପ୍ରଭୁଙ୍କ ଆତ୍ମା ଓହ୍ଲେଇକି ଆସୁଛନ୍ତି। ସେଠି ମଧ୍ୟ ସେଇ ସେମ୍ ଆତ୍ମା ଓହ୍ଲେଇକି ଆସୁଛନ୍ତି କଥା ହେବା ପାଇଁ। ଦ୍ୱିତୀୟ ବିଷୟ ଯଦି ଆମେ ଏଇଠି ଏଇ 50ତମ ଦିବସ ସିନେୟ ପର୍ବତର କଥା ଚିନ୍ତା କରୁ, ତେବେ ସଦାପ୍ରଭୁ ମଉସାଙ୍କୁ ଏଠି ଟୋରାହ ଦେଉଛନ୍ତି, ଅର୍ଥାତ୍ ସେଇ 5ଟି ପୁସ୍ତକ ତାଙ୍କୁ ପ୍ରଦାନ କରୁଛନ୍ତି, ଯେଉଁଟାକି ଆପଣ ଯାତ୍ରା 32 ଅଧ୍ୟାୟ 15 ଏବଂ 16 ପଦରେ ପାଇପାରିବେ। ଠିକ୍ ସେମିତି ମଣ୍ଡଳୀ ମଧ୍ୟ ଗୋଟେ ଆତ୍ମିକ ଟୋରାହ ବା ଆତ୍ମିକ ବ୍ୟବସ୍ଥାକୁ ସେ ପାଉଛି ପ୍ରେରିତ ପୁସ୍ତକ 2 ଅଧ୍ୟାୟର 4 ପଦରେ। ଆଉ ପବିତ୍ର ଆତ୍ମା ଓହ୍ଲାଉଛନ୍ତି, ସେ ଶିକ୍ଷକ ଅଟନ୍ତି ଆଉ ସେ ଶିକ୍ଷା ଦେବା ପାଇଁ ଓହ୍ଲେଇ ଆସିଛନ୍ତି। ଯୋହନ 14 ଅଧ୍ୟାୟ ତାର ଯଦି ଆମେ 26 ପଦକୁ ପାଠ କରିବା, ଯୋହନ 14 ଅଧ୍ୟାୟ 26 ପଦ,
किंतु से साहाय्यकारी अर्थात जो पवित्र आत्मा को पिता मो नाम प्रेरण करेंगे से तुम्भ मानू समस्त विषय शिक्षा देवे आ मु तुम्भ मानू जहाँ जहाँ कही से सबू तुम्भ मानू स्मरण कराइबे। लुक 12 अध्याय तार जदि आम 12 पद को देखा 12 अध्याय तार 12 पद कारण कौन करने को हेब ताहा पवित्र आत्मा से समय तुमको शिखेबे। ये हूँ आत्मिक टोरा आ परमेश्वर का आत्मा आत्मिक भाव में आम को कौन करुँच ना शिक्षा दौरान जमती से माने 7 सप्ताह उतारे कौट अच्छा ना सिनै पर्वतर अच्छा आर तिक्त जीवन को परमेश्वर कौन कर मधुर परिवर्तन करुँच आउ सेमानक भितर गोटे टोरा को दि जाऊँगी जेपरी से माने आत्मिक व्यवस्था न पाइले गोटे शारीरिक व्यवस्था आगू को बढ़ुते आमानक शारीरिक व्यवस्था बदल गोटे आत्मिक व्यवस्था दिगला जेपरी आम आत्मिक भाव में अभिवृद्धि हो पारू। तृतीय सदाप्रभु सिनो पर्वत को ओह्लैले यात्रा 19:18 लिखा जाए सदाप्रभु ओह्लैले ठीक सेमती पवित्र आत्मा सियोन को ओह्लौचंते। हाँ प्रेरित 2 अध्याय 2-4 आम देखुचे सियोन को ओह्लौचंते अर्थात से मंडली उपर को ओह्लौचंती आठी मंडली को से सियोनर कन्या सदृश तुलना करा जाए। सदाप्रभु 4 नंबर सदाप्रभु अग्नि वाहन अवरोहण कले ओह्लैले यात्रा 19:18 ठीक सेमती पवित्र आत्मा अग्नि अग्नि भाव जीवा से जीवा गुड़िक अग्नि स्वरूप ओह्लौचंती जहाँकि प्रेरित 2 अध्याय 3 पद आम देखुचे। आ पंचम जदि आम देखू ताले सेठी से दिन प्राय 3000 लोक बाप्तिजी माने सिनो पर्वत 3000 लोक मृत्युवरण करुले किंतु ये 3000 जन बाप्तिजित हेले केमती सार 3000 मृत्युवरण कले आपन जदि ध्यान करेंगे जे 40 दिन 40 राति मौसा पलैंती पर्वत उपर को से व्यवस्था आने व्यवस्था को आणिक जो आसुँच माने तले कौन कर नाच गीत कर तो से समय परमेश्वर क्रोधान्वित हेले मौसा को कहले एम आम विनाश करवा कि मौसा कहते गोटे सुजोग से दि जाओ मौसा ओह्लैक आसुँच पचार किए आंभ पक्षरे अच्छी यात्रा 32:28 किए आंभ सपक्षरे अच्छी से लेव्य मैंने बाहरिक आसुँच जे आम सदाप्रभु सपक्षरे अच्छु से निज निजर जंगरे सब खंडा बांधुंट आ दौड़ुंट जो मैंने लोक मान प्रवर्त कि नाच गीत करते एपरी 3000 लोक से दिन मले कि जो आम आत्मिक व्यवस्था को पलि आसुचे 3000 जन बाप्तिजित होती पेंटिकस्ट डे रे आउ ये गुरुत्वपूर्ण अटे। ये आम बुझुचे जे किभली सिमिलारिटी आम देखा पाऊे जमती परमेश्वर से सिनै पर्वत ओह्लैकी कार्य कले सेमती पवित्र आत्मा मंडली उपर को ओह्लैकी से भाई कार्य करुँच जिहुदी मानकर जन्म होउची जिहुदी मानकर व्यवस्था जन्म होउची ठीक सेमती मंडली जन्म होउची आत्मिक मंडलीर व्यवस्था रे मंडली जन्म होउची। द्वितीय कथा जदि आम चिंता करूँ फसल अमलर पर्व विषय तेरे फसल अमल पर्व लेव्य 23 अध्याय तार 14-22 पदर लिखा जाए आठी किसी कंडीशन अच्छी किसी शर्त अच्छी तेरे मो पाखे से समय ना तेणु मु संक्षेप कहीकि पलैजी आपण मैंने ध्यान लगेबे आपण मैंने यही फसल अमल विषय यात्रा 34-22 भी पाइबे गणना 28-26 आउ द्वितीय विवरणी 16 अध्याय 9-12 आ 16 पदर पाइबे। तेबे फसल अमल पर्व रे एही नियम थिला जे 2टी रुटी आनिबा पई कहा जाउथिला तो ये 2टी रुटी कौन पाई लेव्य 23:17 लिखा जाए 2टी रुटी तुम्हें आनिबो ए रुटी देखौची गोटे जिहुदी मानक पई आ गोटे जेंटाइल पई अर्थात विजातीय आम भली विजातीय जो माने जिहुदी नुहंती अणजिहुदी आमे थिलु आमानक पई भी परमेश्वर व्यवस्था कले 2टी रुटी अणागला। द्वितीय रे सरु मैदा नहीं आसो बोली कहले ये सरु मैदा क्या देखाए से पवित्र जीवन को देखाए सूची जीवन को देखाए कारण मोटा मैदा परमेश्वर ग्रहण करेंगे ना आम जीवन से सरु मैदा स्वरूप जितेबाला प्रभु ठारे निजक समर्पण करने से कौन करेंगे ना ग्रहण करेंगे। जदि आपण मैंने मो सहित अच्छा चलते मिसिक कहतु फ्रेशिया
ହେଇଛି। ଆଗକୁ ଯେତେବେଳେ ଆମେ ଦେଖୁ ତାଡ଼ି ମିଶ୍ରିତ ସେ 23:7 ଲେଖାଯାଏ ତାଡ଼ି ମିଶ୍ରିତ ହେବ। ଆପଣ ଜାଣନ୍ତି ସେମାନେ ଯେଉଁ ପ୍ରଥମ ପର୍ବ ପାଳନ କରନ୍ତି ନିସ୍ତାର ପର୍ବ, ସେ ସମୟରେ ତାଡ଼ି ଶୂନ୍ୟ ରୁଟିର ପର୍ବ ପାଳିତ ହୁଏ। ତାଡ଼ି ମିଶିବ ନାହିଁ, କିନ୍ତୁ ପେଣ୍ଟିକଷ୍ଟ ଡେରେ ତାଡ଼ି ମିଶିବ। ଆଉ ଏ ତାଡ଼ି ଏଠାରେ ପାପକୁ ଦେଖାଉନି, ଏ ତାଡ଼ି ଦେଖୁଛି ସେ ଜେଣ୍ଟାଇଲକୁ ବା ବିଜାତୀୟକୁ ଯିଏକି ଜିହୁଦୀମାନଙ୍କ ସହିତ ମିଶି ଯାଉଥିଲେ। ଆପଣ ଦେଖିଲେ 15 ପ୍ରକାରର ଦେଶର ଲୋକ ସେଠି ଅଛନ୍ତି। ଆଉ 15 ପ୍ରକାର ଯେଉଁ ଦେଶର ଲୋକ ଅଛନ୍ତି ସେ ଜିହୁଦୀମାନେ ବିଭିନ୍ନ ଦେଶରୁ ଆସିଛନ୍ତି। ତ ଜେଣ୍ଟାଇଲ ମାନଙ୍କ ଭିତରେ ସେମାନଙ୍କର ଅବସ୍ଥିତି ଅଛି। ଆଉ ପରମେଶ୍ୱର ଜେଣ୍ଟାଇଲ ମାନଙ୍କୁ ଭୁଲି ଯାଇନାହାନ୍ତି, ସେ ବିଜାତୀୟମାନଙ୍କୁ ଭୁଲି ଯାଇନାହାନ୍ତି। ସେମାନଙ୍କୁ ସେ ସ୍ମରଣ କରୁଛନ୍ତି ଆଉ ସେମାନଙ୍କୁ ଫେରାଇ ଆଣିବା ପାଇଁ ଆଉ ସେ ଏହି ପର୍ବକୁ ପ୍ରଦାନ କରିଛନ୍ତି। ମଣ୍ଡଳୀର ଜନ୍ମ ହେଉଛି ଯେପରି ବିଜାତୀୟ ମଣ୍ଡଳୀ, ଯେମିତି ଋତ ଗୋଟିଏ ମୋଆବୀୟ ସ୍ତ୍ରୀ ଥିଲେ, ବିଜାତୀୟ ଥିଲେ, ଆଉ ସେ ବୟଜଙ୍କୁ ବାହା ହେଉଛନ୍ତି। ଇଏ ସ୍ମରଣ କରୁଛି ଯେ ଖ୍ରୀଷ୍ଟ ଜିହୁଦୀ ଅଟନ୍ତି ଆଉ ତାଙ୍କର ଭାର୍ଯ୍ୟା ଋତ ସଦୃଶ ବିଜାତୀୟ ଅଟେ, କିନ୍ତୁ ପରମେଶ୍ୱର ତାକୁ ଗ୍ରହଣ କରିବେ। ତାପରେ ଯଦି ଆପଣ ଲେଭି 23:20 ଦେଖିବେ, ରୁଟି ଓ ମେଷ ଇଏ ଦୋଳନୀୟ ହେବ, ଅର୍ଥାତ୍ ସେମାନେ ରୁଟିକୁ ଆଉ ମେଣ୍ଢାକୁ ଦୋଳେଇକି ଦେଖେଇବେ। ଠିକ୍ ସେମିତି ପିତର ମଧ୍ୟ ସାମ୍ନାକୁ ଆସୁଛନ୍ତି ଆଉ ସେମାନେ ଲୋକଙ୍କ ସମ୍ମୁଖରେ ସେ ଉତ୍ତରକୁ ରଖୁଛନ୍ତି, ସେ ଦୋଳାଉଛନ୍ତି ତାକୁ। ଏ ଦୋଳେଇବା କାହାକୁ ଦେଖାଏ? ଯେ ୟୁ ଆର୍ ଦ ଫାଷ୍ଟ ଫ୍ରୁଟ୍, ଆଉ ତୁମ୍ଭେ ପ୍ରଥମ ଶସ୍ୟ ଅଟ, ପ୍ରଥମ ଫଳ ଅଟ। ପ୍ରଥମ ଫଳକୁ ଦେଖାଇବା ପାଇଁ এই ଦୋଳେଇବାର ବିଧି ଥିଲା ବା ବ୍ୟବସ୍ଥା ଥିଲା। ମୁଁ କହିଲି ପ୍ରଥମେ ଆମେ ଦେଖିଲେ ଯେ କେମିତି ପ୍ରଭୁ ସିନ ପର୍ବତରେ ଓହ୍ଲେଇଲେ, ଏପଟେ ସିଓନରେ ଓହ୍ଲେଇଲେ। ଆଉ ସେହି ସମୟରେ ଆମେ 5ଟା କଥାକୁ ଆମେ ଧ୍ୟାନ ଲଗାଇଲେ ଯେ ସେମାନେ ମିଶରୁ ବାହାରିକି 50ତମ, ପ୍ରଭୁ ପୁନରୁତ୍ଥାନର 50ତମ। ସଦାପ୍ରଭୁ ମଉସାଙ୍କୁ ଟୋରା ଦେଉଛନ୍ତି, ମଣ୍ଡଳୀ ଏଠି ଆତ୍ମିକ ଟୋରା ପାଉଛି। ସଦାପ୍ରଭୁ ସିନକୁ ଓହ୍ଲେଇଲେ ଆଉ ପବିତ୍ର ଆତ୍ମା ସିଓନକୁ ଓହ୍ଲେଇଲେ। ସଦାପ୍ରଭୁ ଅଗ୍ନି ବାହନରେ ଓହ୍ଲାଉଛନ୍ତି, ପବିତ୍ର ଆତ୍ମା ଅଗ୍ନି ଭାବରେ ଓହ୍ଲାଉଛନ୍ତି। ଏଠି 3000 ଲୋକେ ମୃତ୍ୟୁବରଣ କଲେ, ସେଠି 3000 ଲୋକ ବାପ୍ତିଜିତ ହୋଇ ଉଦ୍ଧାର ପାଇଲେ। ଇଏ ଥିଲା ପ୍ରଥମ ବିଷୟ। ଦ୍ୱିତୀୟରେ ଆମେ ଫସଲ ଅମଳ ବିଷୟରେ ଏବେ ଦେଖୁଛେ, ଯେଉଁଥିରେ କି 2ଟି ରୁଟି ଅଣାଯାଉଛି ଜିହୁଦୀ ଆଉ ଜେଣ୍ଟାଇଲ ପାଇଁ। ସରୁ ମଇଦା ଅଣାଯାଉଛି ଯେପରି ଆମର ଜୀବନ ସୂକ୍ଷ୍ମ ହେବ, ପ୍ରଭୁଙ୍କ ଠାରେ ବଢ଼ିବ। ତୃତୀୟରେ ତାଡ଼ି ମିଶ୍ରିତ ହେବ, ଅର୍ଥାତ୍ ଆମେ ଜିଉସ୍ ଆଉ ଜେଣ୍ଟାଇଲ ଏକାଠି ହେଇଯାଉଛୁ। ସେଠି କେବଳ 120 ନାହାନ୍ତି, ତଳେ 3000 ବି ଅଛନ୍ତି। ସେଠି ଅନେକ ଯେଉଁମାନେ କି ବିଜାତୀୟ ଦେଶରୁ ବାହାରିକି ଆସିଛନ୍ତି। ତାପରେ ଆମେ ଦେଖିଲେ ରୁଟି ଆଉ ମେଷ ଦୋଳା ଯାଉଛି, ଯେପରି ଆମମାନେ ପ୍ରଥମ ଫଳ ସ୍ୱରୂପ ଦୋଳା ଯାଇପାରିବା। ଆଉ ତାପରେ ଲେଖାଯାଏ ଲେବିୟ 23:22 ଶସ୍ୟ ନିଶେଷ ରୂପେ ତୁମେ କାଟିବ ନାହିଁ। ଏ ଯେଉଁ ଫସଲ ତୁମେ ଅମଳ କରିବ, ପୁରା ଶସ୍ୟକୁ ତୁମେ କ'ଣ କରିବ ନା କାଟିବ ନାହିଁ। କାହିଁ କାଟିବ ନାହିଁ? ନା ତା ଦୁଃଖୀ ଆଉ ବିଦେଶୀମାନଙ୍କର ଅଂଶୀ ହେବ। ଇଏ ହେଉଛି ସେଇ ଯେଉଁମାନେ ପ୍ରଭୁଙ୍କୁ ଜାଣିନଥିଲେ, ସେଇ ବିଦେଶୀ ଆମେ ଥିଲୁ। ଯେମିତି ଋତ ବିଦେଶୀନି ଥିଲେ, ଆଉ ବୟସ କହିଲେ ତା ପାଇଁ କିଛି ପକାଇଦେବ, ତା ପାଇଁ କିଛି ରଖିଦେଇକି ଆସିବ। ଆଉ ଠିକ୍ ସେମିତି ପରମେଶ୍ୱର ଆମ ପାଇଁ ଆମର ଭାଗ, ଆମର ଅଂଶ ରଖିଦେଇକି ଯାଇଛନ୍ତି। ସଦାପ୍ରଭୁଙ୍କ ନିକଟକୁ ତୁମେ କ'ଣ କରିବ ନା ଉପହାର ନେଇକି ଆଇବ, ସ୍ୱେଚ୍ଛାକୃତ ଉପହାର ନେଇକି ଆଇବ। ଦ୍ୱିତୀୟ ବିବରଣୀ 16:10 ସ୍ୱେଚ୍ଛାକୃତ ଉପହାର ନେଇକି ତୁମେ ଏହି ପର୍ବରେ ଆସିବ। ଆଜି କ'ଣ ଆମ ପାଖରେ ଅଛି? ଏ ଧନ୍ୟବାଦର ବଳି ଅଛି। ନିଜ ଇଚ୍ଛାରୁ ସେବା କରିବା ପାଇଁ, ନିଜ ଇଚ୍ଛାରୁ ସେବା କରିବା ପାଇଁ ଆମେ ପ୍ରଭୁଙ୍କ ନିକଟକୁ ଆସିବାର ଅଛି। ଏବେ ଆପଣ ଦେଖୁଛନ୍ତି ଆଜି କାହାକୁ କଲ୍ କରାଯାଇନି। କେତେଜଣ ଆମେ ଆଜି ସକାଳୁ ଜଏନ୍ ହେଇଛୁ, କେତେଜଣ ଆମେ ଉପସ୍ଥିତ ଅଛୁ। ଆମକୁ ବିବେଚନା କରିବାର ଅଛି କ'ଣ ଆମେ ସେଥିପାଇଁ ଯୋଗ୍ୟ ଅଟୁ। ଯେଉଁମାନେ ଜଏନ୍ କରିଛନ୍ତି ଆଜି ସ୍ୱେଚ୍ଛାକୃତ ଭାବରେ କରିଛନ୍ତି, ଏଠି କାହାକୁ ବି ଇନଭଲ୍ଭ କରାଯାଇନି, କାହାକୁ କଲ୍ କରାଯାଇନି। ଇଏ ସ୍ୱେଚ୍ଛାକୃତ ଅଟେ। ତାପରେ ସଦାପ୍ରଭୁଙ୍କ ନାମ ପ୍ରତିଷ୍ଠା ପାଇଁ ଆନନ୍ଦ କରିବ। ସେଠି ଯଦି ଦ୍ୱିତୀୟ ବିବରଣୀ 16:11 ଦେଖାଯାଏ, ସଦାପ୍ରଭୁଙ୍କ ନାମ କେମିତି ମହାନ ହେବ ସେଥିପାଇଁ ତୁମେ ଘୋଷଣା କରିବ, ଆନନ୍ଦ କରିବ। ଆଉ ଅନେକ ଆଜି ଚର୍ଚ୍ଚ ଅଛନ୍ତି ଯେଉଁମାନେ ଏଇ ପେଣ୍ଟିକଷ୍ଟ ଡେର ମହତ୍ତ୍ୱକୁ ଜାଣନ୍ତି ନାହିଁ, ତାର ଆତ୍ମିକ ଅର୍ଥକୁ ବୁଝନ୍ତି ନାହିଁ। ତ ସେମାନେ ସେ ଆନନ୍ଦକୁ ଅନୁଭବ କରିନାହାନ୍ତି। କେବଳ ଜାଣିଛନ୍ତି ପେଣ୍ଟିକଷ୍ଟ ଡେ ଆଉ ପରଭାଷା କହିକି ସେମାନେ ଖାଲି ପରଭାଷାରେ ବଡ଼ ବଡ଼ ହେବାର କିଛି ଚର୍ଚ୍ଚରେ ଦେଖିବାକୁ ମିଳେ, କିନ୍ତୁ ତାର ଆତ୍ମିକ ଅର୍ଥ, ତାର ସ୍ୱରୂପକୁ ସେମାନେ ବୁଝିନାହାନ୍ତି। ଏହା ହେଉଛି ପ୍ରଭୁଙ୍କ ଠାରେ ଆନନ୍ଦ କରିବାର ଦିନ, ଉଲ୍ଲାସ କରିବାର ଦିନ।
କାରଣ ମଣ୍ଡଳୀ ଜନ୍ମ ହୋଇଛି। ଯଦି ଆମେ ଯାତ୍ରା 34 ଅଧ୍ୟାୟ 23 ଏବଂ 24 ପଦକୁ ଲେଖାଯାଏ ତୁମର ଭୂମିକୁ କେହି ଲୋଭ କରିବ ନାହିଁ। ସେମିତି ଆମମାନଙ୍କ ଜୀବନ ପ୍ରଭୁଙ୍କଠାରେ ଉତ୍ସର୍ଗ ହେବାର ଅଛି, ଯେପରି ଏହା କ'ଣ ହେବ ନାହିଁ, ଆମର ବିଶ୍ୱାସର ଭୂମି ସେ, ତାକୁ କେହି ଲୋଭ କରିବେ ନାହିଁ। ପ୍ରଭୁଙ୍କଠାରେ ଆମର ମନ ରହିବାର ଅଛି। ଏ ଜଗତର ଭୂମି ନୁହେଁ, ଏ ମଣ୍ଡଳୀର ଭୂମି ଅଟେ। ଏଠି ଆମେ ଦେଖୁଛେ ଯେ ପ୍ରଥମ ବିଷୟ 50ତମ ଦିବସରେ ସିନ ପର୍ବତକୁ ଓହ୍ଲାଇବା, ତାପରେ ଆମେ ଦେଖିଲେ ଫସଲ ଅମଳର ପର୍ବ ବିଷୟରେ। ଏଥିରେ କେତେ ଗୁଡ଼ିଏ ବିଷୟ ଥିଲା। ଆପଣ ଦେଖିଲେ ଯେତେବେଳେ ସେମାନେ ଉତ୍ସର୍ଗ କରୁଛନ୍ତି, 2ଟା ରୁଟି ଆଣୁଛନ୍ତି, ସରୁ ମଇଦା ନେଉଛନ୍ତି, ତାଡ଼ି ମିଶ୍ରିତ ସେଥିରେ କରାଯାଉଛି, ଆଉ ସେ ରୁଟି ଆଉ ମେଣ୍ଢାକୁ ଦୋଳା ଯାଉଛି, ଶସ୍ୟକୁ ପୁରା କଟା ଯାଉନାହିଁ। ସଦାପ୍ରଭୁଙ୍କ ନିକଟକୁ ସେମାନେ ସ୍ୱେଚ୍ଛାକୃତ ଉପହାର ଆଣୁଛନ୍ତି, ସଦାପ୍ରଭୁଙ୍କ ନାମ ପ୍ରତିଷ୍ଠା ପାଇଁ ସେମାନେ ଆନନ୍ଦ କରୁଛନ୍ତି। ଆଉ କୁହାଯାଉଛି ସଦାପ୍ରଭୁ ବିଶ୍ୱାସର ଭୂମି ଅଟନ୍ତି। ତାକୁ କେହି ଲୋଲୁପ ଦୃଷ୍ଟି ପକାଇବେ ନାହିଁ ସେ ଭୂମି ଉପରେ। ଯେତେବେଳେ ଆମେ ଦେଖୁ ଏଠି 3ଟି ବଳିଦାନ ସେମାନେ କରୁଛନ୍ତି, ଭକ୍ଷ୍ୟ ନୈବେଦ୍ୟ, ଦୋଳନୀୟ ନୈବେଦ୍ୟ, ଇଏ ଗୋଟେ ପ୍ରକାରର। ଦ୍ୱିତୀୟରେ ପାପାର୍ଥକ ବଳିଦାନ ସେମାନେ ନେଇକି ଆସୁଛନ୍ତି, ଆଉ ତୃତୀୟରେ ସେମାନେ ମଙ୍ଗଳାର୍ଥକ ବଳି ନେଇକି ଆସୁଛନ୍ତି, ଯେଉଁଟାକି ଲେବୀୟ 23 ଅଧ୍ୟାୟର 17ରୁ 20 ଭିତରେ ଆପଣ ପାଇବେ। ସେମାନେ 3 ପ୍ରକାର ବଳିଦାନକୁ ଏଠି ଉତ୍ସର୍ଗ କରୁଛନ୍ତି। ଠିକ୍ ସେମିତି ଆପଣ ଯଦି ଦେଖିବେ ପ୍ରେରିତ ପୁସ୍ତକ 2 ଅଧ୍ୟାୟର 3 ପଦରେ ସେମାନେ ଭକ୍ଷ୍ୟ ନୈବେଦ୍ୟ ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ଅଗ୍ନିକୃତ ଉପହାର ଦେଉଛନ୍ତି। ପାପାର୍ଥକ ବଳି ନିମନ୍ତେ ପ୍ରେରିତ ପୁସ୍ତକ 2 ଅଧ୍ୟାୟ 37 ଏବଂ ଯଦି ଆପଣ 38 ପଦକୁ ଧ୍ୟାନ କରିବେ, ପ୍ରେରିତ ପୁସ୍ତକ 2 ଅଧ୍ୟାୟ 37 ପଦରେ ଏଇଭଳି ଲେଖାଯାଏ, ଏହି କଥା ଶୁଣି ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ପୁଣି ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ ଆମେମାନେ କ'ଣ କରିବା? ସେଥିରେ ପିତର ସେମାନଙ୍କୁ କହିଲେ, ମନ ଫେରାଅ ଆଉ ପାପ କ୍ଷମା ନିମନ୍ତେ ତୁମେ ପ୍ରତ୍ୟେକ ଜଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ। ତ ଇଏ ପାପାର୍ଥକ ବଳି ଅଟେ। ତାପରେ ମଙ୍ଗଳାର୍ଥକ ବଳି, ଯେଉଁଟାକି 2 ଅଧ୍ୟାୟର 4 ପଦରେ ଆମେ ପାଇପାରିବା। ପ୍ରେରିତ 2 ଅଧ୍ୟାୟ ତାର ଯଦି ଆପଣ 4 ପଦକୁ ଧ୍ୟାନ ଲଗାଇବେ, ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ଇଏ ବରଦାନ ଅଟେ, ଇଏ ମଙ୍ଗଳଦାନ ଅଟେ। ତ 3ଟି ବଳିଦାନ ହେଉଥିଲା ଏ ଦିନରେ, ଭକ୍ଷ୍ୟ ଆଉ ଦୋଳନୀୟ ନୈବେଦ୍ୟ, ଯାହାକି ହୋମାର୍ଥକ ବଳି, ଅଗ୍ନି ଆକାରରେ ଜିହ୍ବା ଓହ୍ଲାଇବା। ଦ୍ୱିତୀୟରେ ପାପାର୍ଥକ ବଳି, ଯେଉଁଟାକି ସେମାନେ ପାପକୁ ବୁଝିକି ଅନୁତାପ କରିକି କ'ଣ ହେଉଛନ୍ତି, ବାପ୍ତିଜିତ ହେଉଛନ୍ତି। ମଙ୍ଗଳାର୍ଥକ ବଳି ଉତ୍ସର୍ଗ ହେଉଥିଲା ମେଣ୍ଢା, ଆଉ ଏହା ଦେଖାଉଛି ଯେ ପବିତ୍ର ଆତ୍ମା ବରଦାନ ନେଇକି ଓହ୍ଲାଇ ଆସିଛନ୍ତି। ଯଦି ଆମେ ଆଉ ଟିକେ ଧ୍ୟାନ ଲଗାଇବା, ଏହାକୁ କିଏ ଦୋଳେଇବେ? ଯାଜକ ଦୋଳେଇବେ। ଲେବୀୟ 23:20ରେ ଯାଜକ ଦୋଳେଇବେ। ଠିକ୍ ସେମିତି ଏଠି ପିତର ତାକୁ କ'ଣ କରୁଛନ୍ତି ନା ଦୋଳଉଛନ୍ତି। ମୁଁ କହିଲି କେତେଟା ଦେଶ ଏଥିରେ ସାମିଲ ଥିଲେ? ଶୁଣିଲେ କି ଆପଣମାନେ? କେତୋଟି ଦେଶ ଏଥିରେ ସାମିଲ ଥିଲେ? ଓକେ, ଧ୍ୟାନ ଦେଇନାହାନ୍ତି। 15ଟା ଦେଶ, ଯେଉଁ ଆମେ ଦେଶ ଗୁଡ଼ିକର ନାଁ ପାଠ କଲେ 15ଟା ଦେଶ ଅଛି। ଯଦି ଆପଣ ଲେବୀ ପୁସ୍ତକରେ ଧ୍ୟାନ ଲଗାଇବେ, ଆଉ ସେଠି 18-20, ଲେବୀ 23:18-20ରେ ଲେଖାଯାଏ, 7ଟା ମେଣ୍ଢା, ଗୋଟେ ଯୁବା ବୃଷ ଆଉ 2ଟା ମେଣ୍ଢା ନେବ ହୋମ ବଳି ନିମନ୍ତେ, ଯେଉଁଟା ଆମେ ଚିନ୍ତା କରୁଥିଲେ। ଗୋଟେ ଛେଳି ନେବ ପାପାର୍ଥକ ବଳି ନିମନ୍ତେ, 2ଟା ମେଣ୍ଢା ନେବ ମଙ୍ଗଳାର୍ଥକ ବଳି ନିମନ୍ତେ, ଆଉ 2ଟା ମେଷ ବର୍ଷକୁ ନେବ ଦୋଳନୀୟ ନୈବେଦ୍ୟ ନିମନ୍ତେ। ତ ସମୁଦାୟ ଯଦି ଆପଣ ଗଣିବେ, 7ଟା ମେଣ୍ଢା, ଗୋଟେ ଯୁବା ବୃଷ ଆଉ 2 ମେଷ ମିଶେଇଲେ ହେଇଯାଉଛି 10, ଗୋଟେ ଛେଳି, 2ଟା ମେଣ୍ଢା ପାପାର୍ଥକ ମଙ୍ଗଳାର୍ଥକ ନିମନ୍ତେ ହେଇଗଲା 13, ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ 2ଟା ମେଣ୍ଢା, ସମୁଦାୟ 15। ସେଠି 15ଟା ପଶୁ, ଏଠି 15ଟା ଦେଶ। କାରଣ ଦାନିଏଲ 8:20-21ରେ ମୁଁ ଆପଣମାନଙ୍କୁ ଆଗରୁ ଶିଖେଇଛି, କହିଛି ଯେ ପଶୁ କାହାକୁ ଦେଖାଉଛି? ସେ ଦେଶକୁ ଦେଖାଉଛି। ଆଉ ସେମାନେ ନୂତନ ଭକ୍ଷ୍ୟ ନୈବେଦ୍ୟ ଏଠି ଉତ୍ସର୍ଗ କରିବେ। ଠିକ୍ ସେମିତି ନୂତନ 3000 ବିଶ୍ୱାସୀ ମଣ୍ଡଳୀରେ ସାମିଲ ହେଲେ। ଆଜି କ'ଣ ଆମ ମଣ୍ଡଳୀରେ ନୂଆ ନୂଆ ଆତ୍ମା ସାମିଲ ହେଉଛନ୍ତି? ନାହିଁ, କାରଣ ଆମେ ଉଣା ପଡ଼ିଛୁ, ଆମେ ଝୁଣ୍ଟି ପଡ଼ିଛୁ। ପୁରୁଷ ଆଉ ଇସ୍ରାଏଲ ସବୁ ସେଠି ଏକାଠି ହେଉଥିଲେ, ଦ୍ୱିତୀୟ ବିବରଣୀ 16:16ରେ। ଆଉ ଏଠି ଆମେ ଯଦି ଦେଖିବା 120 ଜଣ ଏକାଠି ହେଇଛନ୍ତି।
ଆପଣ ଜାଣନ୍ତି ସଲୋମନଙ୍କ ମନ୍ଦିର ଯେତେବେଳେ ତିଆରି ହେଲା ସେତେବେଳେ ଦ୍ୱିତୀୟ ବଂଶାବଳୀ 5 ଅଧ୍ୟାୟର 1-12 ପଦ 13 ପଦ 14 ପଦ ଆପଣ ଯଦି ଧ୍ୟାନ ଲଗାଇବେ ସେଠି ଦେଖିବେ ଦ୍ୱିତୀୟ ବଂଶାବଳୀ ତାର 9 ଅଧ୍ୟାୟ 9ରେ ଆପଣ ଧ୍ୟାନ ଲଗାଇବେ ତ 120 ଜଣ ତୁରି ଫୁଙ୍କିବା ପାଇଁ ସେଠି ଥିଲେ ଆଉ ଏଠି ମଧ୍ୟ 120 ଜଣ ଅଛନ୍ତି ତୁରି ଫୁଙ୍କିବା ପାଇଁ। ଆପଣ ଯଦି ସଲୋମନଙ୍କ ମନ୍ଦିରରେ 120 ଜଣଙ୍କୁ ତୁରି ଫୁଙ୍କିବାର ଦେଖିଲେ ସେମିତି ପରମେଶ୍ୱରଙ୍କ ମନ୍ଦିର ଅର୍ଥାତ୍ ମଣ୍ଡଳୀରେ ମଧ୍ୟ 120 ଜଣ ଥିଲେ ତୁରି ଫୁଙ୍କିବା ପାଇଁ। ନୋହଙ୍କ କଥା ମନେ ପକାନ୍ତୁ ଯେତେବେଳେ ଜଳପ୍ଲାବନ ହେଇକି ଏ ଦୁନିଆ ଏ ଜଗତ ବୁଡ଼ିବାର ଥିଲା ସେହି ସମୟରେ ନୋହ 120 ବର୍ଷ ପ୍ରଚାର କରିଛନ୍ତି, 120 ବର୍ଷ ତୁରି ଫୁଙ୍କିଛନ୍ତି। ସେ 120 ବର୍ଷ 120 ଜଣରେ ଏଠି କନଭର୍ଟ ହେଇଯାଉଛି। ପ୍ରଭୁ ଗୌରବ ପାଆନ୍ତୁ। ଇଏ ଆତ୍ମିକ ଅର୍ଥ ଅଟେ, ଇଏ ଭିତରର ଅର୍ଥ ଅଟେ। ଆଉ ଶେଷ ବିଷୟ ମୁଁ କହିବି, ମଣ୍ଡଳୀ ପ୍ରସ୍ତୁତ ଅଛି, ତାକୁ ଉଠାଇ ନେବା ପାଇଁ ପରମେଶ୍ୱର ପ୍ରସ୍ତୁତ ଅଟନ୍ତି। କଲୋସ୍ୟ 2:16 ଲେଖାଯାଏ ଯେ ଏହି ପର୍ବ ଗୁଡ଼ିକ ଛାୟା ଅଟେ ଆଉ ଏଇ ସତ୍ୟରେ ଯେଉଁ ମଣ୍ଡଳୀ ଜନ୍ମ ହେଲା ପେଣ୍ଟିକଷ୍ଟ ଡେରେ ଇଏ ବାସ୍ତବ ଅଟେ। ଯେଉଁ ପର୍ବ ସେମାନେ ପାଳୁଥିଲେ ତାହା ତ କେବଳ ସେମାନଙ୍କ ପାଇଁ ଗୋଟେ ଛାଇ ଥିଲା, କିନ୍ତୁ ଇଏ ବାସ୍ତବ ସ୍ୱରୂପ ଥିଲା। ତେଣୁ ମୋ ପ୍ରିୟମାନେ ପରମେଶ୍ୱର ଆମମାନଙ୍କୁ ଉଠାଇ ନେବା ପାଇଁ ଏହି ଦିନକୁ ଚୟନ କରିଛନ୍ତି। ଏ ଦିନ ପବିତ୍ର ଆଉ ମହାନ ଦିନ ଅଟେ। ଆମେ ନିଜକୁ ପ୍ରସ୍ତୁତ କରୁ, ସେ ଆସୁଅଛନ୍ତି ଆମକୁ ନେବା ପାଇଁ, ଯେମିତି ବୟଜ ଆସୁଛନ୍ତି କ୍ଷେତ ମଧ୍ୟରୁ ଋତୁଙ୍କୁ ଚୟନ କରିବା ପାଇଁ। ସମସ୍ତେ ଏଥିରେ ଯିବେ ନାହିଁ, କେବଳ ଚୟନ ହେଇଥିବା ଲୋକମାନେ ଯିବେ। ଯେମିତି ଆଜି ଚୟନ ହେଇଥିବା ଲୋକମାନେ ଯୋଗ ଦେଇଛନ୍ତି, ସମସ୍ତେ ଯିଏ ସିଏ ଇଏ ସୁଯୋଗ ନୁହେଁ। କାରଣ ଆଜି ଅନେକ ସେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଛନ୍ତି। ଆଜି ପ୍ରେମ ଅନେକଙ୍କର ଶିଥିଳ ପଡ଼ିଯାଇଛି। ଆଉ ସମୟ ଆସିବ ଆଉ ସମସ୍ତେ ଏଥିରୁ ଉଣା ପଡ଼ିବେ। କେବଳ ବଛା ଯାଇଥିବା ଗହମ ତାଙ୍କ ରାଜ୍ୟ ନିମନ୍ତେ ଚୟନ ହେବ।